ସତରେ କେତେ ବଢ଼ିଆ ଭାବରେ କଟୁଥିଲା ସେ ଦିନ ଗୁଡ଼ା। ଟେନସନ୍ କ'ଣ ଜାଣିନଥିଲେ, କିନ୍ତୁ ଡର ଥିଲା ସାର୍ଙ୍କ ମାଡ଼କୁ। ସକାଳୁ ସକାଳୁ କିଛି ସାଙ୍ଗ ବହି ବସ୍ତାନି ଧରି ଟ୍ୟୁସନ୍ ତ ବାହାରି ପଡ଼ନ୍ତି। ବାକି ସବୁ କିଛି ସାଙ୍ଗ କି ଘର କାମରେ କି ବିଲକୁ ଯାଏ ହେରି, ଆଉ କେଉଁମାନେ ସଉଦା ଆସିବ ବୋଲି ଦୋକାନକୁ ଯାଆନ୍ତି। ଏଠୁ ଆସିଲା ପରେ ପାଠ ଦିଆହେଇଛି କହିକି ଖାତା ଭଲ ପିଲାଠାରୁ ମାଗିକି ଆଣିକି ଉତାରିବାରେ ବ୍ୟସ୍ତ ରହିଯାଆନ୍ତି। ଟ୍ୟୁସନ୍ କହିଲେ ସେମିତି କିଛି ନାହିଁ ମ, ମିଶାଣ ଫେଡ଼ାଣ ଗୁଣ ହରଣ ବର୍ଣ୍ଣବୋଧ ବହି ପଢ଼ା ଆଉ ପଣିକିଆ 25 କହିଗଲେ ଟ୍ୟୁସନ୍ ହେଇଗଲା। ଆମେ ସବୁ କ'ଣ କରୁ, ସକାଳୁ 9ଟାରୁ ଲାଗିପଡ଼ୁ ସାଙ୍ଗମାନଙ୍କୁ ଡାକିକି ସ୍କୁଲ ଯିବା ପାଇଁ। କେଉଁ ସାଙ୍ଗ ଯିବ କେଉଁ ସାଙ୍ଗ ଯିବନି, କିଏ ମାମୁଁ ଘର ଯାଇଛି, କିଏ ପିଇସି ଘର ଯାଇଛି, କିଏ ମାଉସୀ ଘର ଯାଇଛି, ଏମିତି ସବୁ ରିପୋର୍ଟ ସଂଗ୍ରହ କରିକି ସାର୍ଙ୍କୁ ଦିଆହେବ। ସତେ ଯେମିତି ଆଜିକାଲି ଲୋକାଲ ରିପୋର୍ଟରଙ୍କ ପାଖରେ ଏତିକି ରିପୋର୍ଟ ନଥିବ। ସ୍କୁଲ ବାରଣ୍ଡାରେ ଭଲ ପିଲାଙ୍କଠୁ ଖାତା ମାଗିକି ଆଣିକି ଉତାରିବାରେ ବ୍ୟସ୍ତ ହୋଇପଡ଼ୁ। ହୋମୱାର୍କ ମାଡ଼ରୁ ବଞ୍ଚିବାକୁ। ଯେଉଁ ସାର୍ଙ୍କ ପାଠ କମ୍ପ୍ଲିଟ୍ ହେଇପାରିଲାନି, ଭଗବାନ ଖାଲି ମୁଣ୍ଡିଆ ମାଠୁ, ପ୍ରଭୁ ସେ ସାର୍ ଆଜି କେମିତି ନ ଆସନ୍ତୁ। ଖାଇଛୁଟି ହେଇଯାଏ। ଖାଇଛୁଟିରେ କିଏ କହିବ ସାର୍ ମୋ ପେଟ କ'ଣ ହେଉଛି, କିଏ କହିବ ସାର୍ ମୋ ମୁଣ୍ଡ କ'ଣ ହେଉଛି, କିଏ କହିବ ସାର୍ ମୋତେ ଜ୍ୱର ଆସିଲାଣି, କିଏ କହିବ ସାର୍ ମୋତେ ଘରେ କାମ ଅଛି, ବାପା କହିଛନ୍ତି ମୁଁ ପଳେଇବି। ଏମିତି ହଜାର ପ୍ରକାର ବାହାନା କରି ସ୍କୁଲରୁ ଖସିକି ଆସିବା ପାଇଁ ବିଭିନ୍ନ ପ୍ରକାର ବାହାନା ଆମେ କରୁଥାଉ। ଯଦି ବି ସାର୍ ନ ଛାଡ଼ନ୍ତି ତାହେଲେ 2 ଜଣ ସାଙ୍ଗ ମିଶି ଜଣେ ଶ୍ରେଣୀ ଭିତରୁ ବ୍ୟାଗ୍ ବଢ଼େଇବ, ଆଉ ଜଣେ ଝରକା ସେପାଟେ ରହି ବ୍ୟାଗ୍କୁ ଧରିବ। ଛପି ଛପି ଅଫିସ୍ ଝରକା ପଟେ କାଳେ ସାର୍ ଦେଖିଦେବେ, ସେଥିଯୋଗୁଁ ନଇଁକି ପଳେଇ ଆସିବାକୁ ପଡ଼ୁଥାଏ। ଖାଇଛୁଟି ପରେ ଯେଉଁ ସାଙ୍ଗମାନେ ରହିଯାଆନ୍ତି ସାର୍ଙ୍କୁ କମ୍ପ୍ଲେନ୍ ଦେବାକୁ ପଛେଇବେନି, ସାର୍ ପିଲାମାନେ ଲୁଚିକି ପଳାଉଛନ୍ତି ବୋଲି। ଏଇ କମ୍ପ୍ଲେନ୍ ଜାଣିଶୁଣି ନଥିଲା, ମନକୁ ମନ ହେଇଯାଏ। ମୋର ଏବେ ବି ମନେ ଅଛି ନା ସେଦିନ ଆମମାନଙ୍କ ମନରେ ଥିଲା ଛଳ କପଟ, ହିଂସା, ପ୍ରେମ, ଭଲ ପାଇବା କିଛି ନଥିଲା। ମନ ଥିଲା ବାସ୍ ଗୋଟେ ଧଳା କାଗଜ, ତାପରିକା ସ୍ୱଚ୍ଛ ଆଉ ପବିତ୍ର। ଯେମିତି 3ଟା ହେଇଯିବ ବଗିଚାରେ ଗଛ ଲଗାଇବା କାମ ଆରମ୍ଭ ହେଇଯାଏ। ହଁ, ମୋର ମନେ ଅଛି ସ୍କୁଲ ପାଖରେ ଗୋଟେ ଦୋକାନ ଥିଲା, ନାଁ ତ ତାଙ୍କର କହିବିନି, ସବୁ ବିକୁଥାଏ। ଆଉ ଜଣେ ପସରା ଧରି ସ୍କୁଲକୁ ଆସନ୍ତି, ସେ ମଧ୍ୟ ବରା, ଚପ, ଘୁଗୁନି, ଗୁଲୁଗୁଲା, ଆହୁରି ଇଟିଲି, ତାଡ଼ିଆ, ଜିଲାପି, ଲଡ଼ୁ ଆଉ ପିଆଜି, କଟା ସୁଜି ମଧ୍ୟ ଆଣିକି ଆସନ୍ତି। 50 ପଇସା ଟଙ୍କାଟେ ହେଇଗଲେ ଯଥେଷ୍ଟ। ଆହୁରି ବି ମନେ ପଡ଼େ, ବ୍ୟାଗ୍ କହିଲେ ସିମେଣ୍ଟ ବସ୍ତାରେ ତିଆରି ନୁହଁ, କାନ୍ଧରେ ଗଳେଇ ଦେଇକି ସାର୍ଟ ଖଣ୍ଡେ ପ୍ୟାଣ୍ଟ ଖଣ୍ଡେ ହେଇଗଲେ ସ୍କୁଲ ହେଇଗଲା। ଜଣେ 2 ଜଣ ବାସ୍କେଟ୍ ନିଅନ୍ତି। ସାଇକେଲ ତ ଜମା ନୁହଁ, ଆମେ ଚାଲିକି ଯାଉ ବୋଧେ 10ମ ଯାଏଁ। ଅନ୍ୟ ଗାଁ ସାଙ୍ଗମାନେ ଯଦି ସାଇକେଲ ଆଣି ଆସିଥାନ୍ତି ତେବେ ତାଙ୍କୁ ମାଗିକି ଟିକେ ଆମେ ସାଇକେଲ ଚଲାଇଥାଉ। ଯଦି ସେ ସାଙ୍ଗଟା ସାଇକେଲ ଦେଇଗଲା ଏତେ ଖୁସି ଲାଗେ, ଆଜିକାଲି ବୁଲେଟ୍ ଚଲେଇଲେ ବି ଏତିକି ଖୁସି ଲାଗିବନି। ସ୍କୁଲରୁ ଡ୍ରେସ୍ କି ମଧ୍ୟାହ୍ନ ଭୋଜନ ତ ମିଳେନି, କିନ୍ତୁ ଅଗଷ୍ଟ 15 ନହେଲେ ଜାନୁଆରୀ 26ରେ ଘରେ ଆମ ପାଇଁ ଡ୍ରେସ୍ କରିଦିଅନ୍ତି। ସେତିକି ଡ୍ରେସ୍ରେ ଆମର ବର୍ଷ ପୁରିଯାଏ। କିଛି ସାଙ୍ଗ କଲମରେ ଲେଖନ୍ତି, ହେଲେ ସିହାଇ ବୋହିକି ଖାତା, ବହି ଆଉ ବ୍ୟାଗ ଏସବୁ କଳା ପଡ଼ିଯାଇଥାଏ। ଦରମା ପାଳି ଛୁଟି କେବେ ହେବ ଆଗୁଆ ଗଣା ହୋଇଥାଏ। ବାର୍ଷିକ ପରୀକ୍ଷା ପରେ ତ ଖରା ଛୁଟି ଆଉ। ପ୍ରତ୍ୟେକ ସୋମବାରେ ମୁଷ୍ଟି ଭିକ୍ଷା ଚାଉଳ ଆଦାୟ ହୁଏ। ଅଧିକାଂଶ ସାଙ୍ଗ ଘରକୁ ଲାଇନ୍ ତ ସେତେବେଳେ ଯାଇନଥିଲା। ଡବି ଆଲୋକରେ ସନ୍ଧ୍ୟାରେ ପାଠ ପଢ଼ା ହୁଏ। ଉପର ଶ୍ରେଣୀ ପିଲାଙ୍କଠାରୁ ଉପର ଶ୍ରେଣୀ ପାସ୍ କରିଥିବା ପିଲା ଭାଇ ଭଉଣୀଙ୍କ ଠାରୁ ବହି ସଂଗ୍ରହ କରି ଆଉ କ୍ଲାସ୍ ଚଳାଇ ଦେଉ। ସ୍କୁଲରେ ବହି ତ ମିଳେନି। ଗାଁ ଯାକରେ 2-4ଟା ଟିଭି ଥିଲେ ବହୁତ ହେଇଗଲା। ଆଣ୍ଟିନା ଲାଗିକି ଟିଭି ଚାଲେ। ରବିବାର ଦିନ ଉପରବେଳାକୁ ଫିଲ୍ମ କହିଲେ ହିରୋ ଆମର ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି
ବିଜୟ ମହାନ୍ତି, ଆଉ ଭିଲିଆନରେ ହର ପଟ୍ଟନାୟକ, ଦୁଃଖୀରାମ ସ୍ୱାଇଁ, କମେଡ଼ିରେ ଜୟୀ, ହିରୋଇନରେ ମହେଶ୍ୱତା ରାୟ, ତନ୍ଦ୍ରା ରାୟ ଆଉ ଆମର ଅପରାଜିତା। ଏମାନଙ୍କ ଫିଲ୍ମ ହେଇଗଲେ ବଢ଼ିଆ ଫିଲ୍ମ ଦେଲା ବୋଲି ଆମେ ମନେ ମନେ ଭାବୁ। ଫିଲ୍ମ ଦେଖି ଆସିଲା ପରେ ଘରେ ପଚାରିବ କୁଆଡ଼େ ଯାଇଥିଲୁ, ସେଥିପାଇଁ ପୁଣି ମାଡ଼। ହେଲେ ମାଡ଼କୁ ଡର ନଥାଏ। ଭାଦ୍ରବ ମାସରେ ଗାଁର ସାହିମାନଙ୍କରେ ଭିଡ଼ିଓ ଚାଲେ। ଭିଡ଼ିଓ କହିଲେ କଲର୍ ଟିଭି ଆଉ VCR, କ୍ୟାସେଟ୍ ଯେଉଁ 3ଟା ଆଣିକି ରାତି ସାରା ଟିଭି ଦେଖା ହବ। ଏ ସାହିରୁ ସେ ସାହି, ସେ ସାହିରୁ ଏ ସାହି ବୁଲିକି ଆମେ ଟିଭି ଦେଖୁ। ଆଉ ଶୀତଦିନେ ନଡ଼ା ଆଣିକି ନିଆଁ ଜଳା ହବ। କାଠି କୁଟା ବାଡ଼ ଭାଙ୍ଗ ଭାଙ୍ଗି କରିକି ନିଆଁ ଜଳା ହବ। ଦିନ 9ଟା ହେଇଗଲେ ସାଙ୍ଗମାନଙ୍କ ସହ ମିଶି ପୋଖରୀରେ ଯାଇକି ବୁଡ଼ା ହବ। ତା'ର ଗୋଟେ ଅଲଗା ମଜା ଥାଏ। ପୋଖରୀରେ ପହଁରିବା ମୋର କାହିଁ ମନେ ପଡ଼ୁନି କିଏ ଶିଖେଇଲା ଭଳି। ସତେ ଯେମିତି ସିଏ ମନକୁ ମନ ହେଇଗଲା। ରାତିରେ ଭିଡ଼ିଓ ଦେଖା, ରବିବାର ଟିଭି ଦେଖା, ଶୀତଦିନେ ନିଆଁ, ପୋଖରୀରେ ବୁଡ଼ିବା, ବରକୋଳି ଗୋଟାଏ ଆଣି ଖାଇବା, ତା'ର ମଜା କିଛି ଅଲଗା ଥିଲା। ବାସ୍ତବରେ ଆଜି ଭଳି କିଛି ନଥିଲା ସେତେବେଳେ, ହେଲେ କିଛି ନଥିଲା ଭଳି ଲାଗୁନଥିଲା। ଆଜି ପାଖାପାଖି ସବୁ ଅଛି, ହେଲେ ସବୁ ଅଛି ବୋଲି ବି ଲାଗୁନି। କାହିଁକି ଜାଣିଛ? ମୋବାଇଲ। ଏଇ ମୋବାଇଲ ସେତେବେଳେ ଟିଭି ଏକାଠି ବସି ଦେଖୁଥିଲେ, ହେଲେ ଏବେ ମୋବାଇଲ ସମସ୍ତଙ୍କୁ ଅଲଗା କରିଦେଇଛି। ସତରେ ସେତେବେଳେ କିଛି ନଥିଲା, ହେଲେ ଗାଁ ସାହି ତଥା ପରିବାରରେ ଏକାଠି ଥିଲା। ସେଥିପାଇଁ କିଛି ନଥିଲା ଭଳି ହିଁ ଲାଗୁନଥିଲା। ଆଜି ସବୁ ଅଛି, ହେଲେ ଏ ମୋବାଇଲରେ ଦୁନିଆର ସବୁ କିଛି ବାହାରୁଛି, କିନ୍ତୁ ଏକତ୍ରିତ ନାହିଁ। ନା ତମେ ଅଛ, ନା ମୁଁ ଅଛି, ନା ଆମେ ଅଛେ। ହଁ, ଭବିଷ୍ୟତରେ ଆମେ କେବେ ମଧ୍ୟ ଏକାଠି ହେଇପାରିବା ନାହିଁ।